ନମସ୍କାର ନିଆଳି। ଆପଣ ଏ ଯେଉଁ ଅସ୍ୱାସ୍ଥ୍ୟକର ଅପ୍ରୀତିକର ଦୃଶ୍ୟ ଦେଖୁଛନ୍ତି, ଏହା କୌଣସି ଦୂରଦୂରାନ୍ତ କିମ୍ବା ବଣ ଜଙ୍ଗଲ ଭିତରର ଦୃଶ୍ୟ ନୁହଁ, କିମ୍ବା ଗର୍ବ କରିବା ଭଳି କୌଣସି କଥା ନୁହଁ। ଏହା ଆମ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ମୁଖର ଦୃଶ୍ୟ, ଯାହା SH60 କଡ଼ରେ ଅବସ୍ଥିତ। ଯେଉଁ SH60 ଦେଇ ଯିବା ଆସିବା କରନ୍ତି ନିଆଳିର ସମସ୍ତ ବଡ଼ ପଣ୍ଡାମାନେ। ସେ ବିଧାୟକ ହୁଅନ୍ତୁ କିମ୍ବା ବିରୋଧୀ ଦଳର ନେତା, ସେ ସରପଞ୍ଚ ହୁଅନ୍ତୁ କିମ୍ବା ଜିଲ୍ଲା ପରିଷଦ, ସେ BDO ହୁଅନ୍ତୁ କିମ୍ବା ଅନ୍ୟ ଯେକୌଣସି ସମ୍ପୃକ୍ତ ଅଧିକାରୀ, କାହା ନଜରରେ କ'ଣ ଏହା ପଡ଼ିନାହିଁ? ଗତ 2 ଦିନ ତଳେ ନିଆଳି ଚିତ୍କାର ଟିମ୍ ନିଆଳି BDOଙ୍କ ପାଖରେ ପହଞ୍ଚିଥିବା ବେଳେ ଆମ ସମସ୍ୟାର ସମାଧାନ କରିଦେଇଥିଲେ ମଧ୍ୟ ସେ କହିଥିଲେ ନିଆଳି ଚିତ୍କାର ଏକ ବୈଧ ଗଣମାଧ୍ୟମ ନୁହଁ। ବୋଧହୁଏ ସେ ଡିଜିଟାଲ ଗଣମାଧ୍ୟମର ନିୟମ ଜାଣିନାହାନ୍ତି। ତାଙ୍କୁ ଆମେ ବହୁତ ଶୀଘ୍ର ଆମର ପତ୍ର ଜରିଆରେ ବୁଝେଇବାକୁ ଚେଷ୍ଟା କରିବୁ। ହଁ, BDO ମହୋଦୟ କହିଲେ, ମୋ ପାଖରେ ଯଦି ଆସି ସମସ୍ୟାମାନ ସବୁ ପ୍ରପର ଚ୍ୟାନେଲରେ ପହଞ୍ଚିବ। ତାଙ୍କ କହିବାର ଅର୍ଥ ଥିଲା, ଯଦି ସରପଞ୍ଚ ବାବୁ ମୋତେ ଆଣି ଲେଖି କରିଦେବେ କିମ୍ବା ଜିଲ୍ଲା ପରିଷଦ ବାବୁ ଯଦି କମ୍ପ୍ଲେନ୍ କରିବେ, ତାହେଲେ ସମସ୍ତ ସମସ୍ୟାର ମୁଁ କରିଦେବି ସମାଧାନ। ହଁ, ସେତେବେଳେ ମୁଁ BDO ସାର୍ଙ୍କୁ ପଚାରିଥିଲି, ସାର୍ ଆମେ କ'ଣ ଆଣି କମ୍ପ୍ଲେନ୍ ଆପଣଙ୍କୁ ଦେଇପାରିବୁ ନାହିଁ? ସେ କହିଥିଲେ, ହଁ ଆପଣ ମଧ୍ୟ ଦେଇପାରିବେ। କିନ୍ତୁ ସମସ୍ତ ନିଆଳିବାସୀ ଜାଣନ୍ତି କେତେ ଉପଲବ୍ଧ ରୁହନ୍ତି ଆମ ଅଫିସରମାନେ ସାଧାରଣ ଜନତାମାନଙ୍କ ପାଇଁ। ତେଣୁ ବିଚାର ଆପଣଙ୍କର। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ନିଆଳି ଭଳି ଗୋଟିଏ ପ୍ରଗତିଶୀଳ ସ୍ଥାନରେ, ଯାହାକି ବର୍ତ୍ତମାନ NAC ହେବାକୁ ଯାଉଛି, ସେଭଳି ଗୋଟିଏ ପ୍ରଗତିଶୀଳ ଜାଗାରେ ଏ ପ୍ରକାରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଯାହାକି ସ୍ୱାସ୍ଥ୍ୟ ଓ ସମ୍ପଦର ଗୋଟେ ଚିହ୍ନ ହେବା କଥା ଅଞ୍ଚଳର, ତା ସମ୍ମୁଖରେ ଆପଣମାନେ ଦେଖନ୍ତୁ ଏ କି ଅସ୍ୱାସ୍ଥ୍ୟକର ପରିବେଶ। କାହିଁକି ଏହାକୁ ବରଦାସ୍ତ କରିବ ନିଆଳିର ସାଧାରଣ ଜନମାନସ? କାହିଁକି ପ୍ରଶ୍ନ ଉଠେଇବ ନାହିଁ ନିଆଳିର ସାଧାରଣ ଲୋକ? ସେହି ନିଆଳିର ସାଧାରଣ ଲୋକମାନଙ୍କ ସ୍ୱର ଆଜି ସାଜିଛି ନିଆଳି ଚିତ୍କାର। ଆଜ୍ଞା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଏବେ ପ୍ରାଣୀ ଚିକିତ୍ସାଳୟ ଦେଖନ୍ତୁ। ସେଠି ଉଡ଼ୁଥିଲେ ବଗ, ଏଠି ଉଡ଼ୁଛନ୍ତି କାଉ। ଓଃ, ଏ ଯେଉଁ ପରିତ୍ୟକ୍ତ ଦ୍ରବ୍ୟମାନଙ୍କର ନିଆଳି ଅଞ୍ଚଳର ସମ୍ପୂର୍ଣ୍ଣ ବୋଧହୁଏ ଡ୍ରେନ୍ର ପାଣି ଏଠି ପଡ଼ି ସୃଷ୍ଟି ହୋଇଛି ଗୋଟିଏ ଅତ୍ୟନ୍ତ ଦୁର୍ଗନ୍ଧପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ। କ'ଣ ନିଆଳିର ଯେଉଁ ଲୋକମାନେ ତାଙ୍କ ଜୀବଜନ୍ତୁଙ୍କୁ ଏଠିକି ନେଇକି ଆସିବେ, ଏହାକୁ ସମ୍ମୁଖୀନ ହେବାକୁ ସେମାନେ ବାଧ୍ୟ? ନା, ଆମେ ଏ ବିଷୟରେ କିଛି କରିପାରିବା ନାହିଁ। ମୁଁ ଆଜି ପ୍ରଶ୍ନ ଉଠଉଛି, ମୁଁ ଆଜି ପ୍ରଶ୍ନ କରୁଛି ନିଆଳିର ସମସ୍ତ ବଡ଼ ବଡ଼ ବ୍ୟକ୍ତିମାନଙ୍କୁ, ଏହା ଆଲୋଚନା ନୁହେଁ। ଆପଣମାନେ ଏଗୁଡ଼ିକ ଟିକେ ସିରିୟସଲି ଦୃଷ୍ଟି ଦିଅନ୍ତୁ ଏବଂ ପରିବର୍ତ୍ତନ ପାଇଁ ପ୍ରୟାସ କରନ୍ତୁ। ହଁ ଭାଇମାନେ, ଆଉ ଗୋଟିଏ କଥା, ଆପଣମାନେ ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କାରଣ ଆପଣମାନଙ୍କ ହିଁ ଭଲ ପାଇବା ନିଆଳି ଚିତ୍କାରକୁ ଦେବ ଶକ୍ତି। ଆମେ ଆପଣଙ୍କ ସ୍ୱର, ନିଆଳି ଚିତ୍କାର। ନମସ୍କାର।